ପଡୁଛି ତମର ଭୟ କଣ? ସେଇପାଇଁ ଏ ଗାଁ ଲୋକଙ୍କର କାହାର କବାଟ ନାହିଁ। ମାନେ ଯୋଉ ଯାଏ ଲୋକମାନଙ୍କ ହାତ ପାଇଛି ଗଣ୍ଠି ତାଠୁ ଆହୁରି ଛୋଟ ଗଣ୍ଠି ତାଠୁ ଆହୁରି ଛୋଟ ଗଣ୍ଠି ଦେଖିପାରିବେ। ଏଇଟା ହଉଛି ସେ ଶିଆଳିଆ ଗାଁ ଆଉ ଏ ଗାଁରେ କାହାର ବି କବାଟ ନାହିଁ। ତ ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଶା କରେ ଆପଣମାନେ ସମସ୍ତେ ଭଲ ଅଛନ୍ତି। କ'ଣ ଦର୍ଶକ ବନ୍ଧୁ, ଆପଣମାନେ ଜାଣିଛନ୍ତି ଆମ ରାଜ୍ୟ ଓଡ଼ିଶାରେ ଏମିତି ଏକ ଗାଁ ଅଛି କି ଯେଉଁ ଗାଁରେ ଟୋଟାଲି କବାଟ ନାହିଁ। ଆଉ ସେ ଗାଁର ଲୋକମାନେ ଯେତେ ବର୍ଷା ଖରା ଶୀତ ହେଲେ ବି ସେମାନେ ସେମିତି ହିଁ ଥାଆନ୍ତି। ସେ ଘରେ ଟୋଟାଲି କବାଟ ନାହିଁ କି ସେ ଗାଁରେ କବାଟ ନାହିଁ। ଏଗୁଡ଼ା ଶୁଣିଲେ ମୋତେ ବି ଆଶ୍ଚର୍ଯ୍ୟ ଲାଗୁଛି, ଆପଣମାନଙ୍କୁ ତ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ। ତେଣୁ ଚାଲନ୍ତୁ ଆଜିର ଭିଡ଼ିଓରେ ଆମେ ଯିବା ଦେଖିବା ସେ ଗାଁରେ କେମିତି କ'ଣ କବାଟ ନାହିଁ ଆଉ କ'ଣ କେମିତି ଲୋକମାନେ ରହୁଛନ୍ତି। ଭିଡ଼ିଓଟି ବହୁତ ଜବରଦସ୍ତ ହେବ, ଜମା ଅଧାରୁ ପଳାନ୍ତୁନି। ଆଉ ହଁ, ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଲାଇକ୍ ବଟନ୍ ଦବାଇବାକୁ ଜମା ଭୁଲନ୍ତୁନି। ତେଣୁ ଚାଲନ୍ତୁ ଯିବା ଆଜିର ସେହି ରହସ୍ୟମୟ ଗାଁଟିକୁ ଦେଖିବା। ଦର୍ଶକ ବନ୍ଧୁ ଦେଖିପାରିବେ ଏଠି ଲେଖା ଅଛି 150 ବର୍ଷ ପୁରାତନ କେନ୍ଦ୍ରାପଡ଼ା ପୌରପାଳିକା ଆପଣଙ୍କୁ ସ୍ୱାଗତ ଜଣାଉଛି। ଏଇଟା ଏବେ ମୁଁ ପହଞ୍ଚିଗଲି, ଏଇଟା ହେଉଛି ଆଳିର ମାର୍କେଟ। କେନ୍ଦ୍ରାପଡ଼ାର ଆମର ଯେଉଁ ଆଳି ଅଛି ତାର ମାର୍କେଟ। ଆମେ ଏଇଠୁ ଟିକେ ଆଗକୁ ଯାଇକି ବାହାରକୁ ଯିବା। ଏଠି ଦେଖନ୍ତୁ ରାଜକନିକା ପଞ୍ଚାୟତ ସମିତି ଆପଣଙ୍କୁ ସ୍ୱାଗତ କରୁଛି, ମାନେ ରାଜକନିକା ୱେଲକମ୍ କରୁଛି। ଦର୍ଶକ ବନ୍ଧୁ ଏଇଠୁ ଆମକୁ ଡାହାଣକୁ ଯିବାର ଅଛି। ସେ ରାସ୍ତାଟା ସିଧା ଆମର ଚାନ୍ଦବାଲି ଦେଇକି ଭଦ୍ରକ ଆଡ଼କୁ ଯାଇଛି। ମାନେ ଶିଆଳିଆ ଗାଁଟା କେଉଁଠି? ଏଇଟା କେଉଁ ଗାଁ? ତରାଜ। ସେଠୁ କେତେ ବାଟ ବସିବା? ପାଖ ହବ, କମ ବାଟ। ତୋ ଘରେ କବାଟ ନାହିଁ ନାଇଁ କି? ସବୁଆଡ଼େ ଏମିତି ଗ୍ରିଲ୍। ସେପଟେ ବି ଦେଖନ୍ତୁ କେତେ ସୁନ୍ଦର ଘର ହେଇଛି, କିନ୍ତୁ କବାଟ ନାହିଁ। ଏଠି ଦେଖନ୍ତୁ ଗ୍ରିଲ୍, କବାଟ ନାହିଁ। ଏଠି ପୁରା କ୍ଲିଅର ଦେଖନ୍ତୁ, ଏଠି ଗ୍ରିଲ୍, କବାଟ ଟୋଟାଲି ନାହିଁ। ବନ୍ଧୁ ଏଠି ଦେଖନ୍ତୁ, ଏଠି ଜଣେ ମାଉସୀଙ୍କ ଘର ଅଛନ୍ତି, ତାଙ୍କ ଘରେ ବି କବାଟ ନାହିଁ। ଏଇ ଟାଇପ୍ର ବାଉଁଶରେ ଲଗା ହେଇଛି। ଯେଉଁମାନଙ୍କର କୋଠା ଘର ଅଛି ସେମାନେ ଗ୍ରିଲ୍ ଲଗେଇ ଦେଇଛନ୍ତି। ଆଉ ଏଠି ଯେହେତୁ ମାଟି ଘର, ଏଠି କବାଟ ନାହିଁ, ବାଉଁଶରେ ଲଗା ହେଇଛି। ନାଇଁ କ'ଣ ମାଉସୀ? ଟାଇମ୍ ହେଇଛି 2:30, ତ ଏଠି କେହି ନାହାନ୍ତି। ତ ଦର୍ଶକ ବନ୍ଧୁ ଦେଖିପାରିବେ ଫାଇନାଲି ମୁଁ ପହଞ୍ଚିଗଲି ଆଜିର ଆମର ଡେଷ୍ଟିନେସନ୍, ଯେଉଁଟା ହେଉଛି ମା ଖରାଖାଇ ବା ଶିଆଳିଆ ଗାଁ ପାଖରେ, ଯେଉଁଟାକି ଆମର କେନ୍ଦ୍ରାପଡ଼ାର ରାଜକନିକାଠାରେ। ଏପଟେ ହେଉଛି ମା ଖରାଖାଇଙ୍କର ମନ୍ଦିର। ଯେହେତୁ ସମୟଟି ମଧ୍ୟାହ୍ନ ସମୟ 2:30 ହେଇଛି, ତ ପାଖାପାଖି କେହି ନାହାନ୍ତି। ମୁଁ ନନାଙ୍କୁ ଫୋନ୍ କରିଥିଲି, ସେ କହିଲେ ଯେ ଆଉ ଅଧଘଣ୍ଟା ଭିତରେ ଆସୁଛନ୍ତି। ଆପଣ ଦେଖିପାରିବେ ଏଇଟା ହେଉଛି ସେ ଶିଆଳିଆ ଗାଁ। ଆଉ ଏ ଗାଁରେ କାହାର ବି କବାଟ ନାହିଁ। ଡିଟେଲ୍ସ ମୁଁ କହିବି, ଚାଲନ୍ତୁ ଭିତରକୁ ଆମେ ଦେଖିବା ମା ଖରାଖାଇଙ୍କ ମନ୍ଦିରଟି। ଏ ହେଉଛନ୍ତି ପ୍ରସିଦ୍ଧ ମା ଖରାଖାଇ। କେତେ ସାରା ମନ୍ଦାର ହାର ଦିଆହେଇଛି, ଆପଣ ଦେଖିପାରିବେ। ମୁଁ ତ କବାଟ ପଡୁଛି, ତମର ଭୟ କଣ? ସେଇପାଇଁ ଏ ଗାଁ ଲୋକଙ୍କର କାହାର କବାଟ ନାହିଁ। ସେବେଠାରୁ ଗାଁ ସୃଷ୍ଟି ହେଲାଣି, ସେବେଠାରୁ ମା ଏଠି ଅଛନ୍ତି। ଗାଁ ନାଁ ହଉଛି ଶିଆଳିଆ। ଏ ମାଙ୍କର ମହିମା ହଉଛି ଏଠି ଯେ ମାଙ୍କ ପାଖରେ ମାନସିକ ରଖିକି ଡୋରି ବାନ୍ଧିବ ବା ଗୁଆ ବସେଇବ, ମଙ୍ଗଳବାର, ଶନିବାର, ସଂକ୍ରାନ୍ତି, ପୂର୍ଣ୍ଣିମାରେ ଆମିଷ ପାଳିବ, ମାଙ୍କ ଆଶୀର୍ବାଦ ରହିବ, ତାର ଜୟ ହେଇଯିବ। ଜୟ ହେଇସାରିଲା ପରେ ଏଇ ଯୋଉ ହଜାର ହଜାର ଘୋଡ଼ା ଦେଖୁଛନ୍ତି, ଏ ସବୁ ମାନସିକ ଘୋଡ଼ା ବା ଏ ଘଣ୍ଟ, ଏ ସବୁ ମାନସିକ ଘଣ୍ଟ ଗୋଟେ ଦବ ମାଙ୍କୁ। ସେଇଦିନ ଯୋଉଦିନ ଜୟ ହେଇସାରିବ ସେଦିନ ଆସିବେ, ମାଙ୍କୁ ଶାଢ଼ୀ ଶଙ୍କା ମାଜଣା ଦେବେ, ଭୋଗରାଗ କରିକି ଗୋଟେ ଘଣ୍ଟ ବାନ୍ଧନ୍ତୁ ଆଉ ଗୋଟେ ଘୋଡ଼ା ଦିଅନ୍ତୁ। ଘୋଡ଼ା ହଉଛି ତାଙ୍କ ବାହନ। ଉଦ୍ଦିଷ୍ଟ ପୁରୁଷ ମନ୍ତ୍ର ପୂଜନ୍ତି, ଓಂ ଉଦ୍ଦିଷ୍ଟ ପୁରୁଷ କିନ୍ତୁ ବେଶୀ ଭୟମେଷ ଉପସ୍ଥିତ ଯଦି ସକ୍ଷମ ସକ୍ଷ ମା ଖରା ଖାଇଦେବି ଅମୃତ ନବୀ ଜିନିଷ। ମାଙ୍କ ଉଦ୍ଦିଷ୍ଟ ପୁରୁଷ ମନ୍ତ୍ର ପୂଜା କରନ୍ତି, ଜଗନ୍ନାଥ ମନ୍ତ୍ର। ଏବଂ ଛେଆଳ ଧରିଛି ଗୋଟେ ଗୁଡ଼, କୁକୁର ଧରିଛି ଗୋଟେ ହାତ, ଗୋଟେ ପଦ୍ମାସନ ହେଇଛି, ଗୋଟେ କବାଟ ବନ୍ଧ ଉପରେ ମା ଛିଡ଼ା ହେଇଛନ୍ତି। ମା ହଉଛନ୍ତି ଦଶଭୁଜା ଦୁର୍ଗା ଏବଂ ପରମଷ୍ଟମୀ। ସେ ରୁଦ୍ରାକ୍ଷ ମାଳା ପକେଇଛନ୍ତି ଏବଂ ମାଙ୍କର ନିର୍ଦ୍ଦେଶ, ମୁଁ ତ କବାଟ ପଡୁଛି, ତମର ଭୟ କଣ? ସେଇପାଇଁ ଏ ଗାଁ ଲୋକଙ୍କର କାହାର କବାଟ ନାହିଁ। ସେବେଠାରୁ ଗାଁ ସୃଷ୍ଟି ହେଲାଣି, ସେବେଠାରୁ ମା ଏଠି ଅଛି। ଆପେ ତ 500 ବର୍ଷରୁ ଉର୍ଦ୍ଧ। ଆଉ ମାଙ୍କର ନିର୍ଦ୍ଦେଶ, ଏଠି ଚୋରି ଚାରି ନାହିଁ। ବାସ ଫାଡ଼ିଆ ତାଟିରେ ଖଣ୍ଡେ ଖଣ୍ଡେ କବାଟ ଲଗେଇଛନ୍ତି। ଆଉ ଯୋଉମାନେ କୋଠା ଘର କରୁଛନ୍ତି, ଏଇଭଳି ଗୋଟେ ଷ୍ଟିଲରେ ଗ୍ରିଲ୍ ଆଗରେ ଗୋଟେ ଲଗେଇଛନ୍ତି, କିନ୍ତୁ ଭିତରେ ସବୁ ଫାଙ୍କା। ଏ ଘରୁ ସେ ଘରୁ ସବୁ ଡୋର ସ୍କ୍ରିନ୍। କାହା ଘରେ କବାଟ ବନ୍ଧ ନାହିଁ କି କବାଟ ନାହିଁ। ଆଉ ଗୋଟେ ଇଣ୍ଟରେଷ୍ଟିଂ ଜିନିଷ ମୁଁ ଆପଣଙ୍କୁ ଦେଖନ୍ତୁ, ଗୋଟେ ବହୁତ ସାରା ଘୋଡ଼ା ଅଛି, ଯେଉଁଟାକି ମାଟି ଘୋଡ଼ା। ଦେଖନ୍ତୁ ଆପଣ, ପୁରା ଏମିତି ମାଟି ଘୋଡ଼ା ବହୁତ ସାରା ଅଛନ୍ତି। ସେପଟୁ ଏମିତି ଲମ୍ବି ଲମ୍ବିକି ଅଛନ୍ତି। ଆଉ ଏଠି ବି ପାଖକୁ ନେଇକି ଦେଖନ୍ତୁ ବହୁତ ସାରା ମାଟିର ଘୋଡ଼ା ଅଛନ୍ତି। କାହିଁକିନା କଥାରେ ଅଛି କି ଯିଏ ଯାହା ମାନସିକ କରିଥାଏ, ତାଙ୍କର ମାନସିକ ପୂରଣ ହେଲେ ସେମାନେ ଆଣିକି ଏଠି ମାଟିର ଘୋଡ଼ା
जोटा कि दान कर देखु जोड़ी घोड़ा अच्छा माने दुईटी घोड़ा अच्छा सब घोड़े आसिक रखाई आप देखिपारे केते सारा घोड़ा अच्छा शह शह घोड़ा अच्छा सब बंधु मुझे आउ गोटे जिनस भी देखो देखते एपटे गोटे बहुत सारा जो बर गछटी अच्छी एमती बहुत लंबा बर गछटी अच्छी आ ठीक से बर गछर मूलरू शेष पर्यंत माने जो जाए लोक मान हाथ पाई आप देखिपारे यही टाइप शंखा ता सहित गोटा गुआ आउ सालुकटा एगुड़ा सब गुड़ा है यार गुड़ा हबार कारण हूँ जहाँ बुझुली ग्रामवासी से कहवा मुताबक जे ये जगार जो मानकर मानसिक पूरण होता है से मैंने ये घोड़ा दे था आप देखिपारे मुझे देखिए बहुत सारा घोड़ा अच्छा एपटे भी बहुत सारा घोड़ा अच्छा देखिपारे तो से घोड़ा कराई देखते आहरी अनेक घंटी दिखाई माने बड़ घंटी टू आरंभ करी छोट घंटी ताठू आहरी छोट घंटी ताठू आहरी छोट घंटी एमती आप देखिपारे शह शह परिमाण घंटी लोक मान दान कर दर्शक बंधु यहाँ था मोर आज एक छोट भिडियो जोटा कि माँ खरा खाई जहाँकि आमर केन्द्रापड़ा जिलार राजकनिका ठारे अच्छी शियालिया गाँव में एठी माँ खरा खाई अच्छा ता सहित ये जो ग्रामटी अच्छी शियालिया ग्राम से ग्राम रे गोटे विशेषत्व होची से ग्राम रे कौनसी भी लोक घरे कबाट ना तो मु वीडियो सब डिटेल देखली जदि आप सकाल टाइम आसतु संध्या बेले आरती टाइम आसतु बेस्ट टाइम से हम मंदिर आस वीडियो भल लगी चैनल नुआ थे जल्दी जल्दी चैनल को सब्सक्राइब करेंगे बेल लाइक बटन दबाइबा को जमा ही भूलें पुणी देखा आउ एक वीडियो नुआ रूप नुआ जगार से नमस्कार जय जगन्नाथ।